ଚୌପଦୀ ପଢ଼ିବା ଆଜି। ଚୌପଦୀ ଶବ୍ଦ ସଂସ୍କୃତ ଚତୁଷ୍ପଦୀର ଭାଷାନ୍ତର। ଚତୁଷ୍ପଦୀ ଶବ୍ଦରୁ ହିନ୍ଦୀରେ ଚୌପାଇ ଓ ଓଡ଼ିଆରେ ଚୌପଦୀ ଶବ୍ଦ ଉତ୍ପନ୍ନ ହୋଇଛି। ସଂସ୍କୃତରେ ଚତୁଷ୍ପଦୀ କେବଳ ଚାରିପଦ ବିଶିଷ୍ଟ ରଚନା ହୋଇଥିବା ବେଳେ ଓଡ଼ିଆରେ ସେହି ନିୟମକୁ ନିର୍ଦ୍ଦିଷ୍ଟ ଭାବରେ ପାଳନ କରାଯାଏ ନାହିଁ। ଓଡ଼ିଆରେ ଚାରି ବା କ୍ୱଚିତ୍ ତତୋଧିକ ପଦବିଶିଷ୍ଟ ସଙ୍ଗୀତକୁ ଚୌପଦୀ କୁହାଯାଏ। ସ୍ଥଳ ବିଶେଷରେ ଏହା 4 ପଦରୁ 10 ପଦ ବିଶିଷ୍ଟ ହୋଇଥାଏ। ଚୌପଦୀ ସାଧାରଣତଃ ସଙ୍ଗୀତକୁ ବୁଝାଏ। ଆଧୁନିକ କାଳରେ ଓଡ଼ିଶୀ ସଙ୍ଗୀତ ବୋଲି କାହାକୁ କୁହାଯାଏ। ପ୍ରାଚୀନ କାଳରେ ତାହା ଚୌପଦୀ ନାମରେ ପରିଚିତ ଥିଲା। ଓଡ଼ିଆ ଚୌପଦୀ ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରୁ ଏ ପର୍ଯ୍ୟନ୍ତ ରଚିତ ହୋଇଆସୁଛି। ଜଗନ୍ନାଥ ଦାସଙ୍କ ରଚିତ 16 ଚୌପଦୀ 16ଟି କ୍ଷୁଦ୍ର ଗୀତି ବିଶିଷ୍ଟ ରଚନା ଏବଂ 4 ଚୌପଦୀର ସମାହାର। କବିସୂର୍ଯ୍ୟ ନିଜର କେତୋଟି କ୍ଷୁଦ୍ର ଗୀତି ସଂକଳନକୁ ଚୌପଦୀ ରତ୍ନାକର ନାମରେ ନାମିତ କରିଛନ୍ତି। ଆଧୁନିକ କାଳରେ ଓଡ଼ିଶା ଓ ଓଡ଼ିଶା ବାହାରେ ସ୍ୱତନ୍ତ୍ର ଗାନ ରୀତି ସମନ୍ୱୟ ଯେଉଁ ଓଡ଼ିଆ ସଙ୍ଗୀତ ପ୍ରଚଳିତ ତାହା ଓଡ଼ିଶୀ ସଙ୍ଗୀତ ନାମରେ ବହୁଳ ଆଦୃତି ଲାଭ କରିବା ଦ୍ୱାରା ଚୌପଦୀ ନାମଟିକୁ ଲୋକେ ଧୀରେ ଧୀରେ ଭୁଲି ଯାଉଛନ୍ତି। ଚୌପଦୀ ଗୁଡ଼ିକ ସାଧାରଣତଃ ପ୍ରେମମୂଳକ, ରାମ କୃଷ୍ଣ, ଶିବ ଦୁର୍ଗା ଓ ସାଧାରଣ ନାୟକ ନାୟିକାଙ୍କ ଉଦ୍ଦେଶ୍ୟରେ ଚୌପଦୀ ରଚିତ ହେଲେ ମଧ୍ୟ ରାଧାକୃଷ୍ଣ ପ୍ରେମତତ୍ତ୍ୱ ଉପଜୀବିରେ ରଚିତ ଚୌପଦୀ ଏବଂ ସାଧାରଣ ନାୟକ ନାୟିକା ଉଦ୍ଦେଶ୍ୟରେ ରଚିତ ଚୌପଦୀ ସଂଖ୍ୟାରେ ଅଧିକ। ପ୍ରକାର ଭେଦରେ ଚୌପଦୀ ଦ୍ୱିବିଧ ଯଥା ରାଧାକୃଷ୍ଣ ପ୍ରତିମୂଳକ ଚୌପଦୀ ଓ ମାନବିକ ବା ମୌଳିକ ପ୍ରତିମୂଳକ ଚୌପଦୀ। ରାଧାକୃଷ୍ଣ ଲୀଳାତ୍ମକ ଚୌପଦୀରେ ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣିତ। ରାଧାଙ୍କ ମାନ ଓ ମାନଭଞ୍ଜନ ଲାଗି ଶ୍ରୀକୃଷ୍ଣଙ୍କର ଚାଟୁକ୍ତି ଏହାର ମୁଖ୍ୟ ଉପବୀଜ। ଏସବୁ ରାଧାକୃଷ୍ଣଙ୍କର ମିଳନ ଭାବ ଅପେକ୍ଷା ବିପ୍ରଲମ୍ଭ ଭାବର ଆଧିକ୍ୟ ପରିଦୃଷ୍ଟ ହୁଏ। ଲୌକିକ ପ୍ରତିମୂଳକ ଚୌପଦୀମାନ ସାଧାରଣତଃ ମଧ୍ୟଯୁଗୀୟ ବୈଷ୍ଣବ ଗୀତିକବିତାର ରଚନା ଉପରେ ରଚିତ ହୋଇଥିଲା। ତେଣୁ ଏସବୁ ବୈଷ୍ଣବୀୟ ପ୍ରତିମୂଳକ ଗୀତିକବିତା ଦ୍ୱାରା ପ୍ରଭାବିତ ହୋଇଥିବା ନିଃସନ୍ଦେହରେ କୁହାଯାଇପାରେ। ଏ ପ୍ରକାରର କେତେକ ଚୌପଦୀ ଚାଟୁକମୂଳକ ଯେପରି ଉପେନ୍ଦ୍ରଭଞ୍ଜଙ୍କ ବନ୍ଧୁ କାହିଁକି ମୋ ଠାରେ ଦୁଃଖ ପ୍ରକାଶ ଦୁଃଖ କୃଷ୍ଣ ନୃପଙ୍କ ଆରେ ରାମ ଘେନି କାହା ମନା ରାମକୃଷ୍ଣଙ୍କ ବନ୍ଧୁ ଜାଣିଲି ତୋ ପରା ତୁହିରେ ଇତ୍ୟାଦି। ଏପରି ଚୌପଦୀ କେତୋଟି ସକ୍ରିୟ ଓ ପ୍ରକ୍ରିୟା ଉଭୟ ପ୍ରକାର ନାୟକଙ୍କ ଉଦ୍ଦେଶ୍ୟରେ ରଚିତ। ମଧ୍ୟଯୁଗୀୟ ଚୌପଦୀ ରଚୟିତାମାନଙ୍କ ମଧ୍ୟରେ ଦୀନକୃଷ୍ଣ ଧନଞ୍ଜୟ ଉପେନ୍ଦ୍ରଭଞ୍ଜ ସାଲବେଗ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଗୋପାଳକୃଷ୍ଣ ଗୌରଚରଣ ଗୌରହରି ପ୍ରମୁଖଙ୍କ ନାମରେ ସ୍ମରଣୀୟ।